ଯାହାକୁ ଅତି ଆପଣାର ବୋଲି ଭାବୁ ଏମିତି ମନେ ହୁଏ ସେ ନିଜର ଆଉ ବହୁତ ଭଲ ପାଏ, କିନ୍ତୁ ସେ ତୁମକୁ ଭଲ ପାଏ ବୋଲି ତାର ପରଖ କେମିତି କରିବ? ଏ ବିଷୟରେ ଯାଇ ଶ୍ରୀ ଠାକୁର କହୁଛନ୍ତି, ଗୋଟିଏ ଲୋକଙ୍କୁ ଯେ ପର୍ଯ୍ୟନ୍ତ ଆପଣ ଖୋସାମତ କରି ଚାଲିଥିବେ ସେ ପର୍ଯ୍ୟନ୍ତ ସେ ଆପଣଙ୍କର ସେବା ଯତ୍ନ ଆଦର କରୁଥିବ। ଆଉ ସେଇ ଖୋସାମତରେ ଟିକିଏ ଉଣା ହୋଇଗଲେ ବା ଯୁକ୍ତିସଙ୍ଗତ କାରଣରେ ତାକୁ ଗାଳିମନ୍ଦ କଲେ, ସେ ଯଦି ସଙ୍ଗେ ସଙ୍ଗେ ଅନ୍ୟ ମୂର୍ତ୍ତି ଧାରଣ କରେ ତାହେଲେ ବୁଝିନେବ ସେ କିନ୍ତୁ ଆପଣଙ୍କୁ ଚାହେଁ ଆପଣଙ୍କର ଖୋସାମତି ଦିଆଥୁଆକୁ। ଆପଣଙ୍କ ଠାରେ ଅନୁରକ୍ତ ଯିଏ ଆପଣଙ୍କର ବିରୂପ ବ୍ୟବହାରରେ ସେ କିନ୍ତୁ ଆପଣଙ୍କୁ ଖୁସି କରିବା ପାଇଁ ଆହୁରି ଆପ୍ରାଣ ଓ ଉଦ୍ଦାମ ହୋଇ ଉଠିବ। ତାର ଅଭିମାନ ହେବ ନାହିଁ, ଅନୁତାପ ହେବ, ଭାବିବ ମୋର କେଉଁଠି ନିଶ୍ଚୟ ତ୍ରୁଟି ବିଚ୍ୟୁତି ହୋଇଛି ଏବଂ ନିଜକୁ ସୁଧାରିବାକୁ ଚେଷ୍ଟା କରିବ। ଏପରି ଗୋଟିଏ ସମ୍ପର୍କ ନଥିଲେ ସେମାନଙ୍କ ମଧ୍ୟରେ ଚଳପ୍ରଚଳ ହୋଇ ସୁଖ ମିଳେ ନାହିଁ। ଆଲୋଚନା ପ୍ରସଙ୍ଗ ପଞ୍ଚମ ଖଣ୍ଡ। ଜୟ ଗୁରୁ।